କ'ଣ ଜଣେ ମନୁଷ୍ୟ ନିଜର ପରିତ୍ରାଣ ନିଜେ ହାସଲ କରିପାରିବ କି? ଜଣେ ମନୁଷ୍ୟ ନିଜର ପରିତ୍ରାଣ ହାସଲ କରିପାରିବ କି? କେବେ ନୁହେଁ। କାରଣ ଯଦି ଜଣେ ମନୁଷ୍ୟ ନିଜର ପରିତ୍ରାଣ ନିଜେ ହାସଲ କରିବାକୁ ଚାହେଁ ତାହେଲେ ସେ ମନୁଷ୍ୟକୁ ସମ୍ପୂର୍ଣ୍ଣ ସିଦ୍ଧ ହେବାକୁ ପଡ଼ିବ, ପରଫେକ୍ଟ ହେବାକୁ ପଡ଼ିବ। ବାଇବେଲ ଅନୁସାରେ ପରମେଶ୍ୱରଙ୍କର ଯେଉଁ ଚରିତ୍ର ରହିଅଛି ପବିତ୍ର ଏବଂ ଧାର୍ମିକ, ଜଣେ ମନୁଷ୍ୟ ନିଜେ ଯଦି ପରିତ୍ରାଣ ହାସଲ କରିବାକୁ ଚାହେଁ ତାହେଲେ ସେ ମନୁଷ୍ୟକୁ ସିଦ୍ଧ, ପବିତ୍ର ଏବଂ ଧାର୍ମିକ ହେବାକୁ ପଡ଼ିବ। କିନ୍ତୁ ଆମ୍ଭେମାନେ ଜାଣୁ ପ୍ରାକ୍ଟିକାଲି ଜଣେ ମନୁଷ୍ୟ କେବେ ମଧ୍ୟ ସେ ସମ୍ପୂର୍ଣ୍ଣ ସିଦ୍ଧ ବା ସମ୍ପୂର୍ଣ୍ଣ ପବିତ୍ର ଏବଂ ଧାର୍ମିକ ହୋଇପାରିବ ନାହିଁ। ଇଟ୍ ଇଜ୍ ଇମ୍ପସିବଲ୍ ଫର୍ ଏ ପର୍ସନ୍ ଟୁ ବି କମ୍ପ୍ଲିଟଲି ରାଇଚିୟସ୍ ଆଣ୍ଡ ହୋଲି। ବାଇବେଲ ମଧ୍ୟ ଏହା ପ୍ରକାଶ କରେ ଜଣେ ବ୍ୟକ୍ତି କେବେ ମଧ୍ୟ ନିଜର ଉଦ୍ୟମ ଦ୍ୱାରା, ନିଜର ଧର୍ମକର୍ମ ଦ୍ୱାରା, ନିଜର ଆଚରଣ ଦ୍ୱାରା, କଥାବାର୍ତ୍ତା ଦ୍ୱାରା ସମ୍ପୂର୍ଣ୍ଣ ସେ ଧାର୍ମିକ ଏବଂ ପବିତ୍ର ହୋଇପାରିବ ନାହିଁ। ଏବଂ ଆମ୍ଭେମାନେ ମଧ୍ୟ ଜାଣୁ ଲଜିକାଲି ଯଦି ଚିନ୍ତା କରିବା, ପ୍ରାକ୍ଟିକାଲି ଯଦି ଆମ୍ଭେମାନେ ଚିନ୍ତା କରିବା ତାହେଲେ ଆମ୍ଭେମାନେ କେବେ ମଧ୍ୟ ଆମମାନଙ୍କର ମନର ଭାବନା, ଆମମାନଙ୍କର ଚାଳିଚଳନ, ଆମମାନଙ୍କର ଆଚରଣ, ଆମମାନଙ୍କର କଥାବାର୍ତ୍ତା, କ୍ରିୟାକର୍ମ ଏ ସମସ୍ତ ବିଷୟରେ ଆମେ କେବେ ପୁରା ପବିତ୍ର ଏବଂ ଧାର୍ମିକ ହୋଇପାରିବା କି? କେବେ ମଧ୍ୟ ତାହା ସମ୍ଭବ ନୁହେଁ। ତେଣୁକରି ଜଣେ ମନୁଷ୍ୟ କେବେ ବି ନିଜର ପରିତ୍ରାଣ ନିଜେ ହାସଲ କରିପାରିବ ନାହିଁ। ଯଦି ଆମ୍ଭେ ନିଜ ପରିତ୍ରାଣ ନିଜେ ହାସଲ କରି ନପାରୁ ତାହେଲେ ଆମ୍ଭେମାନେ କିପରି ପରିତ୍ରାଣ ପାଇପାରିବା? ଆମ୍ଭମାନଙ୍କୁ କିପରି ପରିତ୍ରାଣ ମିଳିବ? ମନୁଷ୍ୟକୁ ପରିତ୍ରାଣ ପାଇବାକୁ ହେଲେ କ'ଣ କରିବାକୁ ହେବ? ହ୍ୱାଟ୍ ମଷ୍ଟ ୱି ଡୁ ଟୁ ବି ସେଭ୍ଡ? ବାଇବେଲରେ ପ୍ରେରିତ ପୁସ୍ତକ 16 ପର୍ବର 30 ପଦରୁ 32 ପଦ ମଧ୍ୟରେ ଏହି ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବେ ଦିଆଯାଇଅଛି। ସେହି ପଦରେ କାରାରକ୍ଷକ ଜଣେ ବ୍ୟକ୍ତି ଥିଲେ ଯିଏକି କାରାରକ୍ଷକ, ସେ ଯେତେବେଳେ ପାଉଲ ଓ ସିଲାଙ୍କୁ ପଚାରିଲେ ପରିତ୍ରାଣ ପାଇବା ନିମନ୍ତେ ମୋର କ'ଣ କରିବାକୁ ହେବ, ହ୍ୱାଟ୍ ମଷ୍ଟ ଆଇ ଡୁ ଟୁ ବି ସେଭ୍ଡ, ସେତେବେଳେ ପାଉଲ ତାଙ୍କୁ ଉତ୍ତର କରି କହିଲେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର ତାହେଲେ ତୁମେ ଏବଂ ତୁମ ସପରିବାର ପରିତ୍ରାଣ ପାଇବ। ବିଲିଭ୍ ଅନ୍ ଦ ଲର୍ଡ ଜିଜସ୍ ଖ୍ରାଇଷ୍ଟ ଆଣ୍ଡ ୟୁ ୱିଲ୍ ବି ସେଭ୍ଡ। ତାହେଲେ ଏହି ବାକ୍ୟ ଅନୁସାରେ ଆମ୍ଭମାନଙ୍କୁ ଜଣେ ମନୁଷ୍ୟକୁ ପରିତ୍ରାଣ ପାଇବାକୁ ହେଲେ କ'ଣ କରିବାକୁ ହେବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ। ତାହେଲେ ଜଣେ ମନୁଷ୍ୟ ପରିତ୍ରାଣ ପ୍ରାପ୍ତ ହେବ। ପ୍ରଥମ ବିଷୟ, ସମସ୍ତ ମନୁଷ୍ୟ ନିଜେ ରିଏଲାଇଜ୍ କରିବା ଉଚିତ, ହୃଦୟଙ୍ଗମ କରିବା ଉଚିତ ଯେ ଆମ୍ଭେମାନେ ପାପୀ ଅଟୁ, ଆମ୍ଭେମାନେ ପାପ କରି ଅଧାର୍ମିକ ହୋଇ ଅପବିତ୍ର ହୋଇ ପରମେଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇଅଛୁ, ଆମ୍ଭେମାନେ ନରକକୁ ଯିବା ନିମନ୍ତେ ଯୋଗ୍ୟ ଅଟୁ, ଆମ୍ଭେମାନେ ବିନାଶର ରାସ୍ତାରେ ଅଛୁ। ଏହି ଯେଉଁ ପଶ୍ଚାତାପ ଯେତେବେଳେ ଆମ୍ଭମାନଙ୍କ ଜୀବନରେ ହେବ ସେହି ସମୟରେ ଆମ୍ଭେମାନେ ପରମେଶ୍ୱରଙ୍କ ଆଡ଼କୁ ଯେତେବେଳେ ମନକୁ ଫେରାଇବା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମ୍ଭେମାନେ ସମ୍ପୂର୍ଣ୍ଣ ହୃଦୟ ସହିତ ଯେତେବେଳେ ବିଶ୍ୱାସ କରିବା ସେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ରାଣ ଦେବେ। ଏଠାରେ ପାଉଲ କହୁନାହାନ୍ତି ଯେ ଆମ୍ଭମାନଙ୍କୁ ଯଦି ପରିତ୍ରାଣ ପାଇବାକୁ ହେବ ତାହେଲେ ବାପ୍ତିସ୍ମ ନିଅ, ତାହେଲେ ଦାନ ଧର୍ମ କର, ତାହେଲେ ଧର୍ମକର୍ମ ସବୁ କର, ଉତ୍ତମ କର୍ମ କର, ତାହେଲେ ମଣ୍ଡଳୀରେ ଜଏନ୍ ହୁଅ, ସଂଯୁକ୍ତ ହୁଅ, ଏସବୁ ବିଷୟ ପରିତ୍ରାଣ ପାଇବାକୁ କର ବୋଲି ପାଉଲ ଏଠାରେ କହୁନାହାନ୍ତି। ଏସବୁ ବିଷୟ ଦ୍ୱାରା ଜଣେ ମନୁଷ୍ୟ କେବେ ମଧ୍ୟ ପରିତ୍ରାଣ ହାସଲ କରିପାରିବ ନାହିଁ। ପାଉଲ ଏଠାରେ ସିଧାସଳଖ ଉତ୍ତର କରି କହୁଅଛନ୍ତି ଜଣେ ବ୍ୟକ୍ତି ପରିତ୍ରାଣ ପାଇବାକୁ ହେଲେ ସେ କ'ଣ କରିବାକୁ ହେବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ। ଯୀଶୁ ଖ୍ରୀଷ୍ଟ ଯେ ମୋ ନିମନ୍ତେ ମୃତ୍ୟୁ ଭୋଗ କଲେ, ମୋ ନିମନ୍ତେ ସମାଧିସ୍ଥ ହେଲେ, ମୋ ନିମନ୍ତେ ପୁନରୁତ୍ଥିତ ହୋଇଅଛନ୍ତି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ, ସମାଧି ଏବଂ ତାଙ୍କର ପୁନରୁତ୍ଥାନକୁ ଯେତେବେଳେ ଜଣେ ବ୍ୟକ୍ତି ବିଶ୍ୱାସ କରେ ସେତେବେଳେ ସେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହେଲା ପରେ ଆମମାନଙ୍କର ପରିତ୍ରାଣକୁ ଆମ୍ଭେମାନେ ସାଧନ କରିବାକୁ ପଡ଼ିବ। ଆମ୍ଭେମାନେ ଏକ ପବିତ୍ର ଏବଂ ଧାର୍ମିକ ଜୀବନଯାପନ କାଟିବାକୁ ପଡ଼ିବ। ଯୀଶୁ ଖ୍ରୀଷ୍ଟଙ୍କର ସଦୃଶ ଆମ୍ଭେମାନେ ଜୀବନଯାପନ କରିବାକୁ ପଡ଼ିବ। କିନ୍ତୁ ଗୋଟେ ବିଷୟ ମନେ ରଖିବାକୁ ହେବ ଯେ ଆମ୍ଭେମାନେ ପରିତ୍ରାଣ ପରେ ଯେଉଁ ଧାର୍ମିକତା କିମ୍ବା ଯେଉଁ ପବିତ୍ର ଜୀବନଯାପନ ଆମମାନେ କାଟିବା ସେ ବିଷୟ ଆମମାନଙ୍କ ପରିତ୍ରାଣ ଦେଇ ନଥାଏ। ମୋର କହିବାର ଅର୍ଥ ହେଉଛି ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଧର୍ମକର୍ମ କରି ନଥାଉ, କିନ୍ତୁ ପରିତ୍ରାଣ ଯେ ପାଇଅଛୁ ତେଣୁକରି ଆମ୍ଭେମାନେ ଧର୍ମକର୍ମ କରିବା। ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆମେମାନେ ଆଜ୍ଞା ପାଳନ କରୁନାହୁଁ,
आमेमाने काहीकि धार्मिक एवं पवित्र कार्य करूछु करबा निमंते चेष्टा करूछु किंबा वाक्य अनुसार आज्ञाबह हेबा निमंते चेष्टा करूछु कारण आमेमाने परित्राण पाइछु। आमेमाने बिना मूल्य रे जो परित्राण पाइछु पापरु मुक्त होइछु नरकरु उद्धार पाइछु तेणुक आमेमाने धार्मिक एवं पवित्र जीवन यापन काटिबा परमेश्वरंकर वाक्य अनुसार आज्ञाबह होई आमेमाने जीवन यापन काटिबा।